ଏହାକୁ ଦେଖି ଜାଣିପାରୁଥିବେ ଏହାର ନାମ କ'ଣ ଓ ସେ କେଉଁଠାରେ ରହେ। ଆପଣମାନେ ଦେଖିପାରୁଥିବେ ଭଲ ଭାବରେ ଆଉ ଚିହ୍ନି ମଧ୍ୟ ପାରୁଥିବେ, କାରଣ ଏହା ଘରେ କିମ୍ବା ଗାଁ ପାଖରେ ରହେନି, ଏହା ଜଙ୍ଗଲରେ ରହେ। କାରଣ ଏହା ଆମକୁ ଜଙ୍ଗଲରୁ ମିଳିଥିଲା। ଏହା 2 ଦିନ ପୂର୍ବରୁ ଆମ ଘରର ମେମ୍ବର୍ସ ହେଇଯାଇଛି। କାରଣ ରାତିରେ ବର୍ଷା ହେବା ଫଳରେ ଘରେ ମା ମାନେ ଆମର ତାହିଁର ଦିନ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଏହାକୁ ଏକୁଟିଆ ଥିବା ଦେଖି ମା ତାକୁ ଉଠେଇ ଆଣିଥିଲେ। ଉଠେଇ ଆଣିବା ଫଳରେ ତାକୁ ଦେଖିଥିଲେ ପାଖାପାଖିରେ ତା ମା କୋଉଠି ନାହିଁ। ସେ ବର୍ଷାରେ ଭିଜି ଯାଇ ପୁରା ନିରୀହ ଦେଖାଯାଉଥିଲା। ତାପରେ ମା କ'ଣ କଲେ, ତାକୁ ଉଠେଇ ନେଇ ଆସିଲେ। ତାପରେ ଘରକୁ ଆସିବା ପରେ ସେ ବହୁତ ଖୁସିରେ ଅଛି। ଆମେ ତାକୁ ପୋଛାପୋଛି କଲୁ। ଦେଖନ୍ତୁ ସେ କେତେ ଖୁସିରେ ଅଛି, ତାକୁ ଖିଆପିଆ କରୁଛି। ତାକୁ ଆମେ ତା ମା ପାଖରେ ମିଶିବା ଚେଷ୍ଟା କଲୁ, ହେଲେ ପାରିଲୁନି। ଆଉ ଦେଖନ୍ତୁ ସେ କେତେ ଭଲରେ ଖେଳୁଛି ଆଉ ନିଜକୁ କ୍ଲିନ୍ କରୁଛି। ତାର କୁନି କୁନି ପାଦରେ ଦେଖିପାରୁଥିବେ କେତେ ସୁନ୍ଦର ମତେ ଦେଖାଯାଉଛି। ଛୁଇଁଲେ ତାକୁ ରାଗ ଆସୁଛି। ଦେଖନ୍ତୁ ସେ କିଭଳିଆ ଅନଉଛି। ତା କାମ ଛାଡ଼ି ଦେଇ ସେ ଅନେଇବାରେ ବ୍ୟସ୍ତ ଅଛି। ପୁଣି ଦେଖନ୍ତୁ ସେ ନିଜକୁ ପୁଣି କ୍ଲିନ୍ କରିବାରେ ଲାଗି ପଡ଼ିଛି। ଆଉ କେତେ ସୁନ୍ଦର ମଧ୍ୟ ଦେଖାଯାଉଛି। ଏହାକୁ ଦେଖିଲେ କାହାର ବା ଦୟା ନ ଆସିବ। ମୋ ମାଙ୍କର ବି ୟା ପ୍ରତି ଦୟା ଆସିଯାଇଥିଲା। ଆଉ ସେ ତାଙ୍କୁ ଘରକୁ ନେଇ ଆସିଥିଲେ। ଆମେ ତାଙ୍କ ମମି ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଥିଲୁ। ତାଙ୍କ ମମିଙ୍କୁ ନ ପାଇବାରୁ ଆମେ ବ୍ୟବସ୍ଥା କଲୁ ଯେ ଆମେ ଏହାକୁ ଘରେ ରଖିବା। ତାର ଖିଆପିଆ ବ୍ୟବସ୍ଥା କରି ଆମେ ଏହାକୁ ଘରେ ରଖିଦେଲୁ। ଆଉ ଦେଖ 2 ଦିନ ମଧ୍ୟରେ ସେ ଆମ ଘରର ମେମ୍ବର୍ସ ହେଇଯାଇଛି। କେତେ ଭଲରେ ଖେଳୁଛି, ଡେଉଁଛି ତାର କୁନି କୁନି ପାଦରେ। ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ଆଉ ଆମେ ବହୁତ ଖୁସି ଅଛୁ ୟାକୁ ପାଇକି। ତାକୁ ଦେଖିଲେ ଲାଗେ ସିଏ ବି ବହୁତ ଖୁସିରେ ଅଛି। ଦେଖନ୍ତୁ କେତେ କ୍ୟୁଟ୍ ଦେଖାଯାଉଛି। ଆମେ ୟାକୁ କୁକୁର ଓ ବିଲେଇ ଠାରୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଛୁ। ସେଥିପାଇଁ ଆମ ନଜରରେ ସବୁବେଳେ ତାକୁ ରଖିଛୁ। ଦେଖନ୍ତୁ ସେ ହାତକୁ ମଧ୍ୟ ପଳେଇ ଆସୁଛି। ସାଇଲେଣ୍ଟ ଭାବରେ ରହିଯାଉଛି। ଆମ ହାତ ସହିତ ସେ ଗେଲ କରୁଛି। ଦେଖିପାରୁଥିବେ କେତେ ବଢ଼ିଆରେ ହାତରେ ରହିଯାଇଛି। ଆମକୁ ବହୁତ ହି ଭଲ ଲାଗେ ୟାକୁ ପାଖରେ ଦେଖି। ଦେଖନ୍ତୁ ସେ କିପରି ଭାବରେ ଆମ ସହିତ ଲୁଚାଲୁଚି ଖେଳୁଛି ଆଉ ଡିଆଁ ଡିଁ କରି ବହୁତ ହି ମଜା କରୁଛି। ଦେଖିପାରୁଥିବେ ସେ କେତେ ବଢ଼ିଆରେ ଦେଖାଯାଉଛି ଆଉ କେତେ ଖୁସି ମଧ୍ୟ ଦେଖାଯାଉଛି। ଆମେ ତାଠୁ ସେ ଖୁସି ଆମେ ଛଡ଼େଇ ନେବା ପାଇଁ ଚାହୁଁନା। ସେଥିପାଇଁ କି ତାକୁ ଆମେ ଏମିତି ଖୋଲା ଜାଗାରେ ଛାଡ଼ି ଦେଇଛୁ, ଯେମିତି ତାକୁ କୁକୁର କିମ୍ବା ବିଲେଇ ନ ଦେଖନ୍ତି। ସେଥିପାଇଁ ଆମେ ତାକୁ ଆମ ନଜରରେ ହିଁ ରଖିଛୁ। ଦେଖିପାରୁଥିବେ ସେ ନିଜର କେ ପ୍ରକାର ଭାବରେ ଯତ୍ନ ନେଉଛି। ସେ ନିଜର କୁନି କୁନି ପାଦରେ କେତେ କ'ଣ ନିଜ ମୁହଁ କ୍ଲିନ୍ କରୁଛି ଆଉ କେତେ କ'ଣ ସବୁ କରୁଛି। ଦେଖିପାରୁଥିବେ କେତେ ଭଲ ଲାଗୁଛି। ହଁ, ବେଳେବେଳେ ରାତିରେ ତା ମା କଥା ମନେ ପକେଇ ସେ କାନ୍ଦି ପକଉଛି। ହେଲେ ତା ମା କୋଉଠି ରହେ ସେ କଥା ଆମେ ଜାଣିନୁ। ସେଥିପାଇଁ ଆମେ ତା ମା ପାଖରେ ପହଞ୍ଚେଇ ପାରିଲୁନି। ଆଉ ଏହା ଆମ ପାଖରେ ରହିଯାଇଛି। 2 ଦିନ ହେଲାଣି ଆମ ସହିତ ଅଛି। ଆଉ ଏହା ବହୁତ ତାକୁ ଦେଖିଲେ ଲାଗୁନାହିଁ ଯେ ତା ମାକୁ ଆଉ ମନେ ପକାଉଛି। ସେ ନିଜେ ନିଜେ ସବୁ ଶିଖିଗଲାଣି। ଦେଖିପାରୁଥିବେ କେତେ କ୍ୟୁଟ୍ ଦେଖାଯାଉଛି ଆଉ ନିଜକୁ କେମିତି କ୍ଲିନ୍ କରୁଛି ଦେଖିପାରୁଥିବେ। ଏପରି ଭାବରେ ଆମର ଏହା ଏକ ଉତ୍ତମ ଭାବରେ ମିଶି ସାରିବା ପରେ ଆମେ ୟାକୁ ଆପଣାର ଏକ ମେମ୍ବର୍ସ ବୋଲି ମାନି ନେଲୁ। ତାର ଖିଆପିଆ ଆମେ ବହୁତ ଭଲ ଭାବରେ ଯତ୍ନ ନେଉଛୁ ଆଉ ଆମେ ୟାକୁ ବହୁତ ଭଲ ମଧ୍ୟ ପାଉ। ଦେଖନ୍ତୁ ସେ କେତେ ନିଜକୁ କ୍ୟୁଟ୍ ଭାବରେ କ୍ଲିନ୍ କରୁଛି ଆଉ କେତେ ସୁନ୍ଦର ମଧ୍ୟ ଦେଖାଯାଉଛି। କାରଣ ଏହା ବହୁତ ହି କ୍ୟୁଟ୍ ଆଉ ସୁନ୍ଦର ମଧ୍ୟ ଦେଖାଯାଏ। ପସନ୍ଦ ହେଲେ ତ ଲାଇକ୍ କର, ସବସ୍କ୍ରାଇବ୍ କର, କମେଣ୍ଟ କରନ୍ତୁ।